ଯେତେବେଳେ ଇଲେକ୍ସନ୍ ଆସେ ସେ ସମୟରେ କ'ଣ ପାଇଁ ଗୋଟେ ଚାଷୀଟେ, ଗୋଟେ ଶିକ୍ଷକ, ଗୋଟେ ଛାତ୍ର, ଗୋଟେ କର୍ମକର୍ତ୍ତା, ଅଫିସର ହଉ, ଯିଏ ବି ହଉ, ସେତେବେଳେ ପାଇଁ ସିଏ କାହିଁକି ମୁଣ୍ଡ ତଳକୁ ନୁଆଁଏ? କ'ଣ ପାଇଁ ସେ ମଦ, ଲାଳସା, ଗଞ୍ଜେଇ, ଟଙ୍କା ଲୋଭରେ ମରିକି ରୁହେ? ଏତେ ଦିନର ସ୍ୱାଭିମାନ, ଯେଉଁ ମନର ଭାବନା, ଯେଉଁ ନିଜର ପରକାଷ୍ଠା ଯେଉଁ ବଞ୍ଚେଇ ରଖିଥିଲେ ଯେ ନା ମୋତେ କେହି ଆଙ୍ଗୁଳି ଉଠେଇଲେ ମୁଁ କାହାକୁ ଛାଡ଼େନି, ମୁଁ ମୋର ସ୍ୱାଧୀନ ଠାରୁ ମୋ ଉପରେ କେହି ନାହାନ୍ତି, ମୋଠୁ ବଳି କେହି ନାହାନ୍ତି, ଏଇ କଥା ଆମକୁ କୁହନ୍ତି ନା ନାହିଁ? ତ ସେ ଅହଙ୍କାର କାହିଁ? ଇଲେକ୍ସନ୍ ସମୟରେ ଅହଙ୍କାର ଯାଉଛି କୁଆଡ଼େ? ଏଇ ଚାଷୀମାନେ କ'ଣ ଦୁର୍ବଳ? ଏଇ ଶିକ୍ଷକମାନେ କ'ଣ ଦୁର୍ବଳ? ଏଇ ରାଜରାସ୍ତାରେ ଖାଲି ହୋ ହାଲା ହବା, ଯେତେବେଳେ ଟଙ୍କା ଫିଙ୍ଗା ହେବ 5,000, 6,000, 500, 600, 700ରେ ମୁଣ୍ଡ ବିକ୍ରି। ବର୍ଷ ସାରା ବଞ୍ଚିକି ଯେଉଁ ସ୍ୱାଭିମାନ ଆମେ ବଞ୍ଚିଲେ, ନିଜ ଦୁଃଖକୁ ଆମେ ଅଙ୍ଗିଚି କରିକି କାହା ଆଗରେ ମୁଣ୍ଡ ନ ନେଇକି ପଦେ କଥା କାହାକୁ କହିପାରିନଥିଲେ, ସମୟ ଯେତେବେଳେ ଆସୁଛି ଆମ ଅଧିକାର ଆମକୁ ସାବ୍ୟସ୍ତ କରିବାର, ସେତେବେଳେ ମୁଣ୍ଡ ବିକ୍ରି କରିଦେବା। ଆଜ୍ଞା, ଏମିତି ହେଇ 24-25 ବର୍ଷ ହେଲା ଆମକୁ ଲୁଣ୍ଠନ କରାଯାଉଛି। ଆମ ହାତରେ ଆମ ଚାବି ନାହିଁ। ଆମେ ବଞ୍ଚିବା କେମିତି? ଆମ ପାଖରେ କାମ କାହିଁ? ସବୁ ତ ଦେଖିଲେ ନବୀନ ସରକାର ଗୁପ୍ତ ଗୁମ୍ଫାରେ ବସିଲା ଭଳି ବାଘ, କିନ୍ତୁ ବାଘ ସେଠି ନାହିଁ। ବାଘ କ'ଣ? ସିଏ ଶୋଇ ପଡ଼ିଲାଣି, ଦୁର୍ବଳ ହୋଇ ପଡ଼ିଲାଣି, ମରିବାକୁ ବସିଲାଣି। ତା ହାତରେ କିଛି ନାହିଁ। ନୂଆ ଅସ୍ତ୍ର ଖୋଜା ହେଉଛି ପାଣ୍ଡିଆନ, ଯିଏ ଆମ ଓଡ଼ିଶାର ହିଁ ସେ ନୁହଁ। ମୋତେ ଖରାପ ଲାଗୁଛି ସବୁଠୁ କି ଗୋଟେ ଅଣ ଓଡ଼ିଆ ଲୋକକୁ ଆଣି ଆମ ମଧ୍ୟରେ ଗୋଟେ ମଧ୍ୟସ୍ଥି ତିଆରି କରି ତାକୁ ସିଂହାସନରେ ବସିବାକୁ ଚେଷ୍ଟା କରାଯାଉଛି। ଅପାରଗ ମୁଖ୍ୟମନ୍ତ୍ରୀକୁ ଗୋଟେ ଯେଉଁଟା କେହି ହବାର ନଥିଲା ଇତିହାସରେ, ସେଇ ଇତିହାସରେ ହେବାକୁ ଯାଉଛି। ବାହାର ରାଜ୍ୟର ଲୋକକୁ ଆମ ରାଜ୍ୟରେ ଶାସନ ଭାର ଦିଆଯାଇଛି। ଖରାପ ଲାଗିବା କଥା ସେ ଓଡ଼ିଆମାନଙ୍କୁ, ଯେଉଁମାନେ ଓଡ଼ିଆ ଅଫିସର ନେତାମାନେ ସବୁ କାମରେ ପାଣ୍ଡିଆନ ହିଁ ହେଉଛନ୍ତି। କ'ଣ ସେ ପାଣ୍ଡିଆନ? ଆମ ଓଡ଼ିଶାରେ କ'ଣ ନେତା ନାହାନ୍ତି? ଶିକ୍ଷିତ ଲୋକ ନାହାନ୍ତି? କେଉଁଥିରେ ଓଡ଼ିଆ ଅବହେଳା ଏତେ କ'ଣ ପାଇଁ ହେଉଛି? ଯଦି ଆପଣମାନଙ୍କର, ମୁଁ ଆପଣଙ୍କ କଥା କହୁଛି, ମୋ କଥା କହୁଛି, କାରଣ ମୋତେ କଷ୍ଟ ଲାଗୁଛି, ମୁଁ ଆପଣଙ୍କୁ ସେଥିଲାଗି କହୁଛି, ଆପଣ ବି ସୁଧରନ୍ତୁ, ମୁଁ ବି ଠିକ୍ ଅଛି। ମିଶିକି ଯେତେବେଳେ ହୋ ହାଲା ଏକା ସ୍ୱରରେ କହିବା ନା, ସେତେବେଳେ ଦେଖିବେ ଇଏ ଯେଉଁମାନେ ଅଛନ୍ତି ନା ପାଣ୍ଡିଆନ, ତା ଅସ୍ତ୍ର ଯେଉଁ ବ୍ୟବହାର କରୁଛି, ଯେଉଁ ଇମୋସନାଲ ହସ, ମିରିକିଟ ମାରି ହସିକି ଯେଉଁ କଥାଟା କହୁଛି, ସେ ହସ ଚାଲିଯିବ ଆଜ୍ଞା। ସେ ଅଟୋମେଟିକ୍ କ୍ଷମା ମାଗିବ। ଜଗନ୍ନାଥଙ୍କ ଆଗରେ ସେ ବାହାନା କରିଛି, ଓଡ଼ିଆ ଲୋକଙ୍କୁ ସେ ବେଖାତିର କରିଛି, ଓଡ଼ିଆ ସ୍ୱାଭିମାନକୁ ସେ ଆଘାତ ଦେଇଛି। ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଆଜି ବି କାନ୍ଦୁଛନ୍ତି, ନିଜ ମୁଣ୍ଡକୁ ନୋଇକି କହୁଛନ୍ତି ନାହିଁ ଏମିତି ହେବାର ନଥିଲା, ଯେଉଁଟା ହେଇଗଲା। ମୋର ବିଶେଷ ଅନୁରୋଧ, ଆପଣ ସମସ୍ତେ ଏହାର ବିରୋଧ କରନ୍ତୁ। ଇଲେକ୍ସନ୍ ଆସୁଛି, ଆମର ଉତ୍ତର ମାଗିବା, ମୁଣ୍ଡ ନଇଁବାନି। ଓଡ଼ିଆ ଜାତି ମୁଣ୍ଡ ନଇଁନି, ଏଥର ବି ନଇଁବନି। ଆପଣ ସଂକଳ୍ପବଦ୍ଧ ନିଅନ୍ତୁ, ଏତେ ଦୁର୍ବଳ କରନ୍ତୁ ନିଜକୁ। ଏତେ ଦିନ ଧରି ଦୁଃଖ ଦାରିଦ୍ର୍ୟରେ ବଞ୍ଚି ଆସିଛନ୍ତି, ଆଉ ମାତ୍ର 2-3 ମାସରେ ଯଦି ଆପଣ ମୁଣ୍ଡ ନଇ ଦିଅନ୍ତି, ତାହେଲେ କ'ଣ ସେ ସ୍ୱାଭିମାନର ଅର୍ଥ ରହିଲା? ତାହେଲେ ଏଥର ମୁଣ୍ଡ ନଦୀ ନଇବେ, ଭାବି ନିଅନ୍ତୁ 5 ବର୍ଷ ଯାକ ମୁଣ୍ଡ ନଇଲେ। ଏଇଟା ଟିକେ ମନେ ରଖିବେ। ଆଉ ମୁଁ ଯେଉଁ କଥାଟା କହୁଛି, ଥରୁଟେ ଚାନ୍ସ ଦେଇ ଦେଖନ୍ତୁ ନା, ମୁଣ୍ଡଟା ଟେକିକି ଦେଖନ୍ତୁ, ଦେଖିବେ ସେ ମୁଣ୍ଡ ଟେକିବାର, ଏଇ ଥରକ ମୁଣ୍ଡ ଟେକିବାର କେତେ ଆପଣଙ୍କୁ ସୁଖ ଦେଇପାରିବ। ଯିଏ ଅନ୍ୟାୟ ଦୁର୍ନୀତିକୁ ଅବଲମ୍ବନ କରି ଆମକୁ ଦୁଃଖ ଦାରିଦ୍ର୍ୟରେ ରଖିଛି, ତାକୁ ଏଥର ଭୋଟ ମନା। ଆମ ସରକାର, ଯିଏ ଚାଷୀର ସରକାର ଗଢ଼ିବ, ଦୁଃଖୀ ଦାରିଦ୍ର୍ୟ ସାଥିରେ ଠିଆ ହେବ, ସୁଖ ଦୁଃଖ ସବୁଥିରେ ତା ପାଖରେ ପହଞ୍ଚି ପାରୁଥିବା, କଥା ହେଇପାରୁଥିବା ସେ ନେତା, ଅଫିସର ଭଳି, ଗୋଟେ ପୋଷ୍ଟ ପିଅନ ଭଳି ସବୁଦିନ କାମକୁ ଆସୁଥିବ, ଆମ ସାଥିରେ ବୁଲୁଥିବ, ମିଶୁଥିବ, ଚାଷ ଜମିରେ ଆସିକି ବୁଲି ଠିଆ ହେଉଥିବ, ଫୋନ୍ କଲେ ଫୋନ୍ ରିସିଭ୍ କରୁଥିବ। ସେଇଟା ହିଁ ଦରକାର। 5 ଲକ୍ଷ ଖାଲିଟାରେ ମାସକୁ ନିଅନ୍ତୁନି ଆଜ୍ଞା, ପଇସା ନିଅନ୍ତୁ, କିନ୍ତୁ ଆମ କଥା ବୁଝିବା ପାଇଁ ନିଅନ୍ତୁ। କଥାଟିକୁ ବହୁ ମାତ୍ରାରେ ସେୟାର କରିବେ। ମୋ ଓଡ଼ିଶାର ପ୍ରତ୍ୟେକ ଚାଷୀ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶିକ୍ଷକ, ଯେକୌଣସି ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ମୁଁ କାହାକୁ ବି ଡରିନି, କି ପାଣ୍ଡିଆନକୁ ବି ଡରିନି। ମୁଁ ଓପନ୍ କଥା କହୁଛି, କାହାକୁ ଡରିନି, କାରଣ ମୋ ହାତରେ ଗୋଟେ ବି ଭୋଟ୍ ଅଛି। ଏଇ ଭୋଟ୍ର ତାକତ, ମୁଁ ସେଇ ଭୋଟ୍ରେ ଜୋରରେ କହୁଛି, ଆପଣମାନେ ବି କୁହନ୍ତୁନି, କିନ୍ତୁ କରିକି ଦେଖାନ୍ତୁ। ଏତିକି ଚାହୁଁଛି ଆପଣମାନଙ୍କଠୁ। ରହୁଛି। ଜୟ ଜଗନ୍ନାଥ, ଜୟ କିଷାନ।